ଆସ ଶୁଣିବା ନୂଆ ଏକ ଗପ ଟଙ୍କା ପଇସା। ଗପଟିକୁ ଲେଖିଛନ୍ତି ପରଶୁରାମ ବେହେରା। କଥନ ପ୍ରଦୀପ ମଲ୍ଲିକ। ବାବୁଲା ଭାରି ଚଗଲା, ସବୁବେଳେ ତାର ଦୁଷ୍ଟାମି। କେତେବେଳେ ଖାଲି ଗ୍ଲାସଟାକୁ ଗୋଇଠା ମାରିଦିଏ ତ କେତେବେଳେ ବାଲ୍ଟିରୁ ପାଣି ସବୁ ଢାଳି ଦିଏ। ପୁଣି ବାଡ଼ିରୁ ପିଜୁଳି ବା କାକୁଡ଼ି କଷିକୁ କେବେ ବଡ଼ କରିଦିଏନି। ସବୁ ବାବୁଲା ପାଟିରେ ଯାଏ। କେବଳ ସେତିକି ନୁହେଁ, ସ୍କୁଲକୁ ଗଲାବେଳେ ଦେଖ ତାର କାନ୍ଦ। ପଇସା ଦିଅ ନହେଲେ ସ୍କୁଲ ବନ୍ଦ। ସବୁଦିନ ବା ପଇସା କେଉଁଠୁ ଆସିବ? ମା ବିରକ୍ତ ହୋଇ ଚାପୁଡ଼ାଟିଏ ପକାଇଲେ ଧୂଳିରେ ଗଡ଼ି ଗଡ଼ି ସାର୍ଟ ପ୍ୟାଣ୍ଟ ଅସନା ନକଲା ଯାଏ ବାବୁଲା ମନରେ ଶାନ୍ତି ନାହିଁ। ସେ କହେ, ଦେଖ ବୋଉ, ମୋର କେତେ ସାଙ୍ଗ ପିଲା 5 ଟଙ୍କା 10 ଟଙ୍କା ଖର୍ଚ୍ଚ କରୁଛନ୍ତି। ତାଙ୍କ ବାପା ବୋଉ ପଇସା ଦେଉଛନ୍ତି, ତୁ କାହିଁକି ମୋତେ 2 ଟଙ୍କା ଦେବୁନି? ମା ବୁଝାନ୍ତି, ଶୁଣୁ ବାବୁ, ତାଙ୍କର ସବୁ ବଡ଼ ଲୋକିଆ କଥା। ତାଙ୍କ ବାପା ବେଶୀ ପଇସା ରୋଜଗାର କରନ୍ତି, ତାଙ୍କ ପୁଅକୁ ବେଶୀ ପଇସା ଦେଉଛନ୍ତି। କହିଲୁ ତୁ, ଆମର ତ ଗରିବ ଘର, ତୋତେ ଏତେ ପଇସା କେଉଁଠୁ ଆଣିଦେବୁ? ଏ କଥାରେ ବାବୁଲାର କିଛି ଯାଏ ଆସେ ନାହିଁ। ସେ ଓଲଟା ପ୍ରଶ୍ନ କରେ, କାହିଁକି ଆମେ ଗରିବ ହେଲୁ? ବଡ଼ ଲୋକ ହେବାକୁ କିଏ ମନା କଲା କି? ଦୁଃଖରେ ମା ଆଉ କିଛି କହନ୍ତିନି, ଖାଲି ଏତିକି କହିଦିଅନ୍ତି, ତୁ ଏତେ କଥା ବୁଝିପାରିବୁନି, ଯା ସ୍କୁଲକୁ ଯା। ପାଠ ପଢ଼ି ବଡ଼ ମଣିଷ ହେଲେ ସବୁ ଆପେ ବୁଝିପାରିବୁ। ବାବୁଲାର ମନ ବୁଝେ ନା ଏସବୁ କଥାରେ। ପଇସା ତାର ସବୁବେଳେ ଦରକାର। ସ୍କୁଲ ପାଖରୁ ମଟର, ବାଦାମ ଅବା ଚନାଚୁର ଖାଇବାକୁ ତା ମନ ଛଟପଟ ହୁଏ। ତାର ଇଚ୍ଛା ହୁଏ ଆଈ କହୁଥିବା ଗପ ଭଳି ତାକୁ ଗୋଟାଏ ମନ୍ତ୍ର ଜଣାଥାନ୍ତା କି? ସେ ମନ୍ତ୍ରଟା ପଢ଼ିବା କ୍ଷଣି ପୁଳାଏ ଖଣ୍ଡେ ଟଙ୍କା ପଇସା ଗଦା ହେଇଯାଆନ୍ତା। ସେଥିରେ ଯାହା ଇଚ୍ଛା ତାହା କିଣି ହୁଅନ୍ତା। ବାଃ, କେଡ଼େ ମଜା ହୁଅନ୍ତା ସତେ। ଦିନେ ବୋଉ କୋଳରେ ଶୋଇ ଏମିତି ଭାବୁ ଭାବୁ ବାବୁଲା ସ୍ୱପ୍ନ ଦେଖିଲା। ସେ ଏମିତି ବଗିଚାରେ ବୁଲୁ ବୁଲୁ ଗୋଟିଏ ଚଢ଼େଇ ବସାରେ ଚିଁ ଚିଁ ଶବ୍ଦ ଶୁଭିଲା। ଚଢ଼େଇ ଛୁଆ ତାର ଅତି ପ୍ରିୟ। କ'ଣ ହୋଇଛି ଦେଖିବାକୁ ଯାଇ ଜାଣିଲା, ଗୋଟାଏ ସାପ ସେ ବସାକୁ ଉଠୁଛି। ତାକୁ ଦେଖି ଚଢ଼େଇ ଛୁଆ ସବୁ ଚିତ୍କାର କରୁଛନ୍ତି ବିକଳରେ। ବାବୁଲା ସଙ୍ଗେ ସଙ୍ଗେ ଧାଇଁ ଯାଇ ଗୋଟାଏ ବାଡ଼ିରେ ସାପଟାକୁ ବାଡ଼େଇ ମାରି ପକାଇଲା। ଠିକ୍ ଏତିକି ବେଳେ ଶୁଆଟିଏ ଉଡ଼ି ଆସି ଅବିକଳ ମଣିଷ ସ୍ୱରରେ କହିଲା, ଦେଖ ବାବୁ, ତମେ ମୋ ଛୁଆଙ୍କ ଜୀବନ ରକ୍ଷା କରିଛ। ତୁମ ଉପକାର ପାଇଁ ମୁଁ ଗୋଟିଏ ମନ୍ତ୍ର ଶିଖାଇ ଦେଉଛି। ତାକୁ ପଢ଼ି ଯେତେ ଟଙ୍କା ପଇସା ମାଗିବ ମିଳିବ। ଛୁଆଟି ବାବୁଲାକୁ ମନ୍ତ୍ର ଶିଖାଇ ଦେଇ ଉଡ଼ିଗଲା। ଏଥର ବାବୁଲାର ଆନନ୍ଦ ଦେଖେ କିଏ? ସଙ୍ଗେ ସଙ୍ଗେ ମନ୍ତ୍ର ପଢ଼ି 10 ଟଙ୍କା 20 ଟଙ୍କା 50 ଟଙ୍କା ଏମିତି ମନ ଇଚ୍ଛା ମାଗି ପକାଇଲା। ସତକୁ ସତ ଗୁଡ଼ାଏ ଟଙ୍କା ଗଦା ହୋଇଗଲା। ଏସବୁ ନେଇ ସେ ତାର ବାପା ବୋଉଙ୍କୁ ଦେଲା। ବାପା ବୋଉ ଏହା ଦେଖି ଭାରି ଖୁସି। କ୍ରମେ ଏମିତି ଖେଳ ସେ ସ୍କୁଲରେ ଗାଁରେ ସାଙ୍ଗ ପିଲାମାନଙ୍କୁ ଦେଖାଇଲା। ଏକଥା ଦେଖି ସମସ୍ତେ ତାଟଙ୍ଗା। ତା କଥା ଖବରକାଗଜରେ ବାହାରିଲା। ବାବୁଲାକୁ ଦେଖିବାକୁ ଲୋକଙ୍କର ଧାଡ଼ି ଲାଗିଗଲା। ହଠାତ୍ ଦିନେ ରାତିରେ କେତେଜଣ ଲୋକ ବାବୁଲାକୁ ବାନ୍ଧି ନେଇ ଜଙ୍ଗଲରେ ପହଞ୍ଚିଲେ। ବାବୁଲା ପ୍ରଥମେ କିଛି ବୁଝିପାରୁନଥିଲେ ବି ପରେ ଜାଣିଲା ତାକୁ ଦସ୍ୟୁମାନେ ଟଙ୍କା ଲୋଭରେ ଧରି ନେଇ ଆସିଛନ୍ତି। ସେମାନେ ତାକୁ ଧମକ ଦେଇ ମନ୍ତ୍ର ପଢ଼ି ଟଙ୍କା ଆଦାୟ କରିବାକୁ ଲାଗିଲେ। 1,00,000, 10 ଲକ୍ଷ, କୋଟିଏ ଏମିତି ମନ ଇଚ୍ଛା। ବାପା ବୋଉଙ୍କୁ ଛାଡ଼ି ଦସ୍ୟୁମାନଙ୍କ ପାଖରେ ଏମିତି ବନ୍ଦୀ ଅବସ୍ଥାରେ ରହିବାରେ ବାବୁଲାର ମନ କାନ୍ଦି ଉଠୁଥାଏ। ହେଲେ ଉପାୟ କ'ଣ? ଚାରିଆଡ଼େ ଜଙ୍ଗଲ ଆଉ ଜଙ୍ଗଲ। ତଥାପି ଘରକୁ ଯିବାର ପ୍ରବଳ ଇଚ୍ଛାରେ ଦିନେ ଦସ୍ୟୁମାନଙ୍କ ଠାରୁ ଲୁଚି ପଳେଇ ଆସୁ ଆସୁ ଧରା ପଡ଼ିଗଲା ବାବୁଲା। ଏଥର ସେ ଆଉ ଯାଏ କୁଆଡ଼େ? ଦସ୍ୟୁମାନେ ତାକୁ ଧରି ନେଇ ଗୋଟିଏ ଗଛରେ ବାନ୍ଧି ପକାଇଲେ। ବଡ଼ ଏକ ଖଣ୍ଡା ଧରି ଜଣେ କହି ଉଠିଲା, ତୁ ଆଜି ଆମକୁ ଫାଙ୍କି ପଳାଉଥିଲୁ, ହେଲେ ଆଜିଠାରୁ ତୋର ଏମିତି ଅବସ୍ଥା କରିବୁ ଯେ ତୁ ଆଉ ଦିନେ ବି କୁଆଡ଼େ ଯାଇପାରିବୁନି। ଏତିକି କହି ଦସ୍ୟୁଟା ବାବୁଲାର 2 ଗୋଡ଼ରେ
ଖଣ୍ଡାରେ 2 ଚୋଟ ବସାଇଦେଲା। ଆଃ! ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରି ଭୋ ଭୋ ହୋଇ କାନ୍ଦି ଉଠିଲା ବାବୁଲା। ସଙ୍ଗେ ସଙ୍ଗେ ଧଡ଼ କରି ତାର ନିଦ ଭାଙ୍ଗିଗଲା। ସେ ବୋଉକୁ କୁଣ୍ଢେଇ ଧରି ଖାଲି ବଡ଼ାପତ୍ର ପରି ଥରୁଥାଏ। ନିଦ ପୁରା ଭାଙ୍ଗିଗଲା ପରେ ହୋସ୍ ଆସିଲା ବାବୁଲାର। ସେ ଆଶ୍ୱସ୍ତ ହେଲା, ଓହୋ, ରକ୍ଷା ମିଳିଛି। ଯାହା ହେଉ, ଏଇ ସ୍ୱପ୍ନ ଯଦି ସତ୍ୟ ହୋଇଥାନ୍ତା। ଭୟରେ ଆଖି ବୁଜି ପକାଇଲା ବାବୁଲା। ସେତେବେଳକୁ ସେ ବୁଝି ସାରିଥିଲା, ପ୍ରକୃତରେ ଅର୍ଥ ହେଉଛି ସବୁ ଅନର୍ଥର ମୂଳ। ଏଇ ଟଙ୍କା ପଇସା ଲାଗି ସିନା ଚୋର ଦସ୍ୟୁର ଭୟ, ହେଲେ ଆଉ ଏକ ଧନର ସନ୍ଧାନ ପାଇଲା ବାବୁଲା। ସେ ଧନ ଲୋଭରେ ଚୋର ଡାକୁ ପାଖ ପଶିବେ ନାହିଁ। ତା ହେଉଛି ଜ୍ଞାନ ପରି ମହାଧନ। ତାହାରି ସନ୍ଧାନରେ ଲାଗି ପଡ଼ିବାକୁ ସଂକଳ୍ପ କଲା ସେ। ସେହିଦିନଠାରୁ ବାବୁଲାର ପଇସା ଲୋଭ ଦୂରେଇଗଲା। ସୁନା ପିଲାଟା ପରି ସେ ଆଉ ବୋଉ ପାଖରେ ପଇସା ପାଇଁ ଅଝଟ ନ କରି ଚୁପଚାପ୍ ସ୍କୁଲକୁ ଗଲା ଓ ଅନ୍ୟ କଥା ଭୁଲି ପଢ଼ାପଢ଼ିରେ ମନ ଦେଲା। ସେ ନିଜେ ଅନୁଭବ କଲା, ସତେ ଟଙ୍କା ପଇସା ବଳରେ କେହି ଲୋକ ଚିହ୍ନା ହୁଏନି। ତାର ଜ୍ଞାନ ଓ ଗୁଣ ଯୋଗୁଁ ସେ 4 ଜଣରେ ଜଣେ ହୁଏ।